ପିଲାମାନେ ଆଜି ଆମେ ଶିଖିବା ନ ତନ୍ତ ଠାରୁ ଆରମ୍ଭ କରି ମ ଭମ୍ଭ ପର୍ଯ୍ୟନ୍ତ ଯୁକ୍ତାକ୍ଷର ଗୁଡ଼ିକ କେଉଁଭଳି ଭାବରେ ହସ୍ତାକ୍ଷରରେ ତିନି ରେଖାକୁ ବ୍ୟବହାର କରି ଲେଖାଯାଉଛି। ଆମେ ଆଜି ସେହି ଅକ୍ଷର ଗୁଡ଼ାକ ଶିଖିବା ଏବଂ ସେହି ଅକ୍ଷରକୁ ନେଇ ଶବ୍ଦ ମଧ୍ୟ ଲେଖିବା। ତେବେ ତୁମେମାନେ ଧ୍ୟାନପୂର୍ବକ ମୋତେ ଅନୁସରଣ କର ଏବଂ ତୁମମାନଙ୍କର ହସ୍ତାକ୍ଷର ଖାତା କଲମ ବାହାର କର। ମୁଁ ଯେଉଁଭଳି ଭାବରେ ମୋ ହାତକୁ ବୁଲଉଛି, ଅକ୍ଷର ଲେଖୁଛି, ତିନି ରେଖାକୁ ବ୍ୟବହାର କରୁଛି, ସେହିଭଳି ଭାବରେ ତୁମେମାନେ ମଧ୍ୟ ଲେଖିବାକୁ ଆରମ୍ଭ କର। ଯାହାଫଳରେ ତୁମମାନଙ୍କର ହସ୍ତାକ୍ଷର ସୁନ୍ଦର ଓ ମାଛ ମଞ୍ଜି ଭଳି ଗୋଲ ଗୋଲ ହେବ। ତେଣୁ ପିଲାମାନେ ତମେମାନେ ମନ ଦେଇ ଧ୍ୟାନ ଦେଇ ଦେଖ କେଉଁଭଳି ଭାବରେ ଆର୍ଟିଷ୍ଟ ଅଙ୍କଲ ହସ୍ତାକ୍ଷରରେ ଯୁକ୍ତାକ୍ଷର ଲେଖୁଛନ୍ତି। ଦେଖ। ତେବେ ପିଲାମାନେ ମୁଁ ତୁମକୁ ଆଗରୁ କହିଛି, ଯେଉଁମାନେ ଆର୍ଟିଷ୍ଟ ଅଙ୍କଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହଁ ସେମାନେ ସବସ୍କ୍ରାଇବ୍ କରିନିଅ, ବେଲ୍ ଆଇକନ୍କୁ ଦବାଇ ଦିଅ ଏବଂ ତୁମକୁ ଯେଉଁ ଅକ୍ଷର ଲେଖିବାକୁ ଅସୁବିଧା ହେଉଛି, ଯେଉଁ ଶବ୍ଦ ଲେଖିବାକୁ ଅସୁବିଧା ହେଉଛି ବା ଯେଉଁ ଯୁକ୍ତାକ୍ଷର ହେଉ ମାତ୍ରାକ୍ଷର ହେଉ ଲେଖିବାକୁ ଅସୁବିଧା ହେଉଛି, ତମେ ମୋତେ କମେଣ୍ଟରେ ଲେଖି ଜଣାଇଲେ ମୁଁ ସେହି ସବୁ ଅକ୍ଷରକୁ ହସ୍ତାକ୍ଷରରେ ଲେଖି ତୁମମାନଙ୍କ ପାଖରେ ପହଞ୍ଚେଇ ପାରିବି। ତେବେ ଚାଲ ଦେଖିବା ଆର୍ଟିଷ୍ଟ ଅଙ୍କଲ କେଉଁଭଳି ଭାବରେ ନ ତନ୍ତ ଠାରୁ ମ ଭମ୍ଭ ପର୍ଯ୍ୟନ୍ତ ଅକ୍ଷରକୁ ବ୍ୟବହାର କରି ଶବ୍ଦ ଲେଖୁଛନ୍ତି। ଆମେ ଶିଖିବା। ଧନ୍ୟବାଦ।